ଧୂଳିଆ ଦଣ୍ଡ ମାନେ ଧୂଳି ଉପରେ ଲୋକ ଘୋଡ଼ିବେ, ଏଇଟା ହେଲା ଧୂଳିଆ ଦଣ୍ଡ। ମୁଁ ଆଣିଲି ଗୋଟେ ପିଢାରେ 108ଟା କଣ୍ଟା ମାରିଦେବି, ତା ଭିତରେ ମୁଣ୍ଡ ଛିଡେଇଦେବି, ତାପରେ ମୁଁ ଛିଡା ହେଇକି ଆଳତି କରିବି। ଶାବୁଳ କଣ୍ଟା ଘିନି ଆଣି ପକେଇବି, ତାପରେ ମୁଁ ଶୋଇ ପଡିବି। ଯଦି ସେ ପ୍ରକାର ପ୍ରୋସିଜର ଲୋକ କରୁଛନ୍ତି, ତ ଯୋଉଦିନ ସେଦିନ ଗୋଟେ ଗଛ ହାଣିକି କାଟି ପକଉନାହାନ୍ତି। ବାବୁଲ କଣ୍ଟା ଦରକାର, ଗୋଟେ ଗଛ ହାଣିବ। ଯୋଉଦିନ ଲୋକ ଆଣିବେ ଦାତ କହିବ ଯେ ମୁଁ ଆଜି କଣ୍ଟାରେ ଗଡୁଛି, ସେ ଗଛରୁ ବାବୁଲ କଣ୍ଟା ହାଣିକି ତଳେ ପକ, ମୁଁ ଗଡିବି। ତା ଭିତରେ ତ ସଟିଂ କରି ରଖିଛ ନା, ଏ ପ୍ରଡକ୍ସନ କଣ ପାଇଁ ନାହିଁ ନା? ଆମର ଯୋଉ ସାମାଜିକ ଅନୁସାରେ, ପୌରାଣିକ ନୀତି ଅନୁସାରେ ଯାହା ଗ୍ରନ୍ଥାବଳୀ ରହିଛି, ସେ ଗ୍ରନ୍ଥାବଳୀ ଜିନିଷ ଅନୁସାରେ ମାଙ୍କର କୌଣସି ପ୍ରକାର କିଛି ପ୍ରୋସେସନ ନାହିଁ। କେବଳ 13 ଦିନ 13 ରାତି। ଏବେ ସବୁ ବାହାରି ପଡିଲେ ବିଜନେସ, ସିଏ କାଳ ହେଲା 21 ଦିନ କରିଦିଅ, 18 ଦିନ କରିଦିଅ, 15 ଦିନ କରିଦିଅ, 14 ଦିନ କରିଦିଅ, 16 ଦିନ। ଏଟା କୋଉ ଗ୍ରନ୍ଥାବଳୀ ଲେଖା ହେଇଛି କି ନାଇଁ? ନା। କଶ୍ୟପ ଋଷିଙ୍କର ହେ 13 ପ୍ରିୟପତି, ତାଙ୍କ ଠାରୁ ନାଗ ଜାତ ହୋଇଲା ଉତ୍ପତ୍ତି। ତାଙ୍କୁ ଧରି ମୁଁ କାଳିନ୍ଦୀ କୂଳକୁ ଗଲି, କାଳିନ୍ଦୀ କୂଳରେ ଅନେକ ତପସ୍ୟା କଲି, ତପସ୍ୟା ବଳରେ ପାଇଲି ଧ୍ୟାନ, ହର କରି କରି ସେବା ଚଳି। କିନ୍ତୁ ହର କରି ଲେଖି ଆମେ ବ୍ରତ କରୁଛୁ 13 ଦିନ 13 ରାତି। କିନ୍ତୁ ଇଏ କଣ୍ଟା ପିଢା ଏ ସବୁ ଜିନିଷରେ କିଛି ନୁହଁ। ଏ ଯୋଉ କାଳସ ଆସିବ ତାକୁ ମହାପୁର ଆସୁଛି, ଏ ଯୋଉ ଡିଆଁ କୁଚା ହଉଛି, ଏସବୁ କିଛି ନୁହଁ। ଏସବୁ ପ୍ରଡକ୍ସନ। କେବଳ ଠାକୁର ଆସିବେ ନିଶା ଅଧ୍ରାତ୍ର ସମୟରେ, ଯୋଉ ରାତ୍ର ଘଣ୍ଟେ ସମୟରେ ଯୋଉ ମୁଖ ଖୋଲା ହବ, ସେଇଠି ଯା ମାଙ୍କୁ ଯୋଉ ଆବାଜ ହବ, ଅଗ୍ନି ସଂଯୁକ୍ତ ହେଇକି